ମୁଁ ତ ସଦାବେଳେ ଟାର୍ଗେଟ୍ କରେ ବିଜୁ ଜନତା ଦଳକୁ କରୁଛି ଏବଂ କରି ଆସିଛି। ସ୍ପାଇନାଲ୍ କର୍ଡ଼ ଅପରେସନ୍ ହେଇଛି, ଯେଉଁଥିପାଇଁ ମୋର ଦେହଟା ଅସୁସ୍ଥ ଅଛି ଏବଂ ଡେଙ୍ଗୁ ବି ଟିକେ ହେଇଯାଇଥିଲା, ପ୍ଲେଟଲେଟ୍ କମିଯାଇଥିଲା। ସେଇଥିପାଇଁ କ'ଣ ସେଇ ବିଧାନସଭା ସରିଗଲା, ଗୋଟେ ସରକାର ବଦଳିଗଲେ, ନୂଆ ସରକାର, ନୂଆ ଦଳରେ ନୂଆ ସରକାର ଆଉ ବିଧାନସଭା ସେସନ୍ ଚାଲିଗଲା, କିନ୍ତୁ ଆପଣଙ୍କୁ ବହୁତ କମ୍ ସମୟ ବିଧାନସଭା ଭିତରେ ଦେଖିବାକୁ ମିଳିଲା, କାହିଁକି? ନାଇଁ, ମୋର ଦେହ ଅସୁସ୍ଥ ଥିଲା। ମୁଁ ଥିଲି ପ୍ରଥମ ସେସନ୍ରେ ଥିଲି, ସେକେଣ୍ଡ ଯେତେବେଳେ ହେଲା ବଜେଟ୍ ଡିମାଣ୍ଡ ଡିସ୍କସନ୍ ଆସିଥିଲା ସେତେବେଳେ ମୁଁ 2 ଦିନ ଖଣ୍ଡେ ଥିଲି, ତାପରେ ମୋ ଦେହ ଅସୁସ୍ଥ ଯୋଗୁଁ ମୁଁ ଟିକେ ରହିଯାଇଥିଲି। କିନ୍ତୁ ସମସ୍ତେ କହୁଛନ୍ତି ଆପଣ କୁଆଡ଼େ ବୋର୍ ହେଇଗଲେ ସେଇଥିପାଇଁ ଆସୁନାହାନ୍ତି, ୟା ଫିର୍ ନହେଲେ ଆପଣ କହିଦେଲେ କିଛି ଅସୁବିଧା ହେଇଯାଉଛି ତେଣୁ କରିକି ଆପଣ ଆସିଲେ ନାହିଁ। ନାଇଁ, ସେମିତି କିଛି ନାହିଁ। ମୋତେ ବହୁତ ଇମ୍ପୋର୍ଟାନ୍ସ ଦିଆଯାଇଥିଲା ଏବଂ ଡିମାଣ୍ଡ ଡିସ୍କସନ୍ରେ ମଧ୍ୟ ପାର୍ଟିସିପେଟ୍ କରିଥିଲି। ଜେନେରାଲ୍ ବଜେଟ୍ରେ ଆହୁରି କରିବାର ବି ମୋର ବହୁତ ଇଣ୍ଟରେଷ୍ଟ ଥିଲା। ମୁଁ ପ୍ରିପାରେସନ୍ ବି ହେଇଥିଲି, କିନ୍ତୁ ଦେହ ଅସୁସ୍ଥ ଯୋଗୁଁ ମୁଁ ଆସିପାରିଲିନି। କିଛି ଜାଗାରେ ଆପଣ ଯେତେବେଳେ କହିଛନ୍ତି କେଉଁଠି ନା କେଉଁଠି ବିଜୁ ଜନତା ଦଳକୁ ପୁରା ଟାର୍ଗେଟ୍ କଲା ଭଳି କଥାତକ ହେଉଥିଲା, ହୁଏତ ସେଇଟା ଅଧିକ ହାଇପର ହେଇଯାଉଛି ବୋଲି ସେଥିପାଇଁ ଆପଣଙ୍କୁ ମନା କରାହେଲା କି ନାଇଁ ଟିକେ ଆପଣ ବିଧାନସଭାରୁ ନିବୃତ୍ତ ରୁହନ୍ତୁ? ନାଇଁ ନାଇଁ, ସେମିତି କିଛି ନାହିଁ, ସେମିତି ନାହିଁ। ମୁଁ ତ ସଦାବେଳେ ଟାର୍ଗେଟ୍ କରେ ବିଜୁ ଜନତା ଦଳକୁ କରୁଛି ଏବଂ କରି ଆସିଛି। ସେମିତି କିଛି ମୋତେ କେହି ମନା କରିନାହାନ୍ତି କି ସେମିତି କିଛି ମୋ ଉପରେ ପ୍ରେସର ନଥିଲା, କିନ୍ତୁ ମୋ ଦେହ ଅସୁସ୍ଥ ଥିଲା, ସେଥିପାଇଁ ରହିଯାଇଥିଲି। କିନ୍ତୁ ଆଜି ଫୁଟବଲ ମ୍ୟାଚ୍ଟେ ହେଲା, ସମସ୍ତେ ଆସିଲେ, ଆପଣ ସେଠିକି ଗଲେନି? ନାଇଁ, ମୋ ଦେହ ଭଲ ନାହିଁ ତ ମୁଁ ସେଥିପାଇଁ ଯାଇନି। ଯେ ମାନେ ଆକ୍ଚୁଆଲି ପ୍ରକୃତରେ କ'ଣ ହେଇଛି? ଆକ୍ଚୁଆଲି ମୋର ଜାଣିଛନ୍ତି ସେତେବେଳେ ମୋର ଅପରେସନ୍ ଥିଲା, ସେଇ ଅପରେସନ୍ ସ୍ପାଇନାଲ୍ କର୍ଡ଼ ଅପରେସନ୍ ହେଇଛି, ଯେଉଁଥିପାଇଁ ମୋର ଦେହଟା ଅସୁସ୍ଥ ଅଛି ଏବଂ ଡେଙ୍ଗୁ ବି ଟିକେ ହେଇଯାଇଥିଲା, ପ୍ଲେଟଲେଟ୍ କମିଯାଇଥିଲା। ସେଇଥିପାଇଁ ମୋର ଟିକେ ଯିବା ଆସିବା ମୁଭମେଣ୍ଟ ଆଜିକାଲି ଯେହେତୁ ଗୋଟେ ଆମ ପାର୍ଲାମେଣ୍ଟ କନଷ୍ଟିଚ୍ୟୁଏନ୍ସିର ଡେଭଲପମେଣ୍ଟ ଉପରେ ସିଏମ୍ଙ୍କ ସହିତ ଡିସ୍କସନ୍ ଥିଲା, ସେଥିପାଇଁ ମୁଁ ଆସିଥିଲି। କିନ୍ତୁ ଡିସ୍କସନ୍ ଭିତରେ ଗୋଟେ ବହୁତ ଭଲ ଭଲ ପଦକ୍ଷେପ ମଧ୍ୟ ଆପଣଙ୍କ ଏରିଆର ସେ ଏପଟେ ଜଟଣୀ ହେଉ କିମ୍ବା ଖୋର୍ଦ୍ଧାର ଯେଉଁ ଉଗ୍ରତାରାଙ୍କର ହେଇଛି, ବହୁତ ବଡ଼ ପ୍ରୋଜେକ୍ଟଟା, 32 କୋଟି ଟଙ୍କାର ପ୍ରୋଜେକ୍ଟଟା, ଯେଉଁଟାକି ମା ତାରାଙ୍କର ଇଣ୍ଟିଗ୍ରେଟେଡ୍ ଡେଭଲପମେଣ୍ଟ ହେବ। ସେଥିପାଇଁ ମୁଁ ଆସିଥିଲି ଏବଂ ସେ କାର୍ଯ୍ୟ ମଧ୍ୟ ଶୀଘ୍ର ହେବ ମୁଖ୍ୟମନ୍ତ୍ରୀ କହିଲେ ଏବଂ ସାଂସଦ ମହୋଦୟ ମଧ୍ୟ ସେ ଦାବି ଉପସ୍ଥାପନ କରିଥିଲେ। ଯେମିତି ମ୍ୟାଡ଼ାମ୍ ଅପରାଜିତା ମ୍ୟାଡ଼ାମ୍ ଯେମିତି କହିଲେ କି ଡ୍ରେନେଜ୍ ସମସ୍ୟା ଗୋଟେ ସବୁଠୁ ବେଷ୍ଟ ଖୋର୍ଦ୍ଧା କନଷ୍ଟିଚ୍ୟୁଏନ୍ସିକୁ ନେଇକି, ତେଣୁ କରିକି ଭୁବନେଶ୍ୱର ହେଉ ବା ଆପଣଙ୍କ ଖୋର୍ଦ୍ଧା ଏରିଆ ହେଉ, ସେଠି ବି ସେମିତି ଡ୍ରେନେଜ୍ର ସମସ୍ୟାର ବି ଗୋଟେ ଅନେକ ରହୁଛି କି ପ୍ରୋବ୍ଲେମ୍? ନିହାତି ଭାବରେ ବହୁତ ସମସ୍ୟା ଅଛି। ଆଜି ବି ଲୋକଙ୍କର ଆମର ଇରିଗେସନ୍ ପ୍ରୋବ୍ଲେମ୍ ଅଛି। ବରୁଣେଇର ଡେଭଲପମେଣ୍ଟ ପାଇଁ ଆମେ ଚାହୁଁଛୁ ଏବଂ ଖୋର୍ଦ୍ଧା ଟାଉନର ବସ୍ତି ଆଉ କ୍ୟାବିନ୍ ତାକୁ ଉଠାଇବାର ସମସ୍ୟା ବି ଆମ ପାଖରେ ଅଛି। ଏସବୁ କାର୍ଯ୍ୟଗୁଡ଼ିକ ହେବ, ପର୍ଯ୍ୟାୟକ୍ରମେ କରିବୁ ତାକୁ। କିନ୍ତୁ ଏଥର ବଜେଟ୍ ସେସନ୍ ଯେଉଁ ଥିଲା, ବଜେଟ୍ ସେସନ୍ ଗୋଟେ ବହୁତ ବଢ଼ିଆ ଥିଲା, ଆଉ ଯେଉଁମାନେ ଆଟଲିଷ୍ଟ ତ ପାର୍ଟିସିପେଟ୍ କରୁଛନ୍ତି ସମସ୍ତେ ଗୋଟେ ଭଲ ଅନୁଭୂତି ନେଇଛନ୍ତି, ଆଉ ସମସ୍ତଙ୍କ ପାଖରେ ଗୋଟେ ଭଲ ମେମୋରି ରହିଛି। ଆପଣ ତାକୁ ଟିକେ ହାତଛଡ଼ା କରିଦେଲେ କି? ନାଇଁ ନାଇଁ ନାଇଁ, ମୁଁ ତ ବହୁତ ଖୁସି ହେବି, ଧନ୍ୟବାଦ ଦେବି ଆମ ଫାର୍ଷ୍ଟ ଟାଇମର MLAs ମାନଙ୍କୁ, ଯେଉଁମାନେ ଆସିଲେ ନୂଆ ନୂଆ ବୋଲି ଭାବୁଥିଲେ, ସେମାନେ ବହୁତ ବଢ଼ିଆ ଡିସ୍କସନ୍ କରିଛନ୍ତି। ମୁଁ ଶୁଣିଛି ଆଉ ଦେଖିଛି ମଧ୍ୟ, ତାଙ୍କୁ ମୁଁ ଥ୍ୟାଙ୍କସ୍ ଦେବି। ଆଜ ମୋର କଲିଗ୍ସ ସେମାନେ ବହୁତ ବଢ଼ିଆ କରିଛନ୍ତି ଏବଂ ଆମେ ତ ଟିକେ ପୁରୁଣା ହେଲୁଣି, ତେଣୁକରି ନୂଆ ଏକ୍ସପିରିଏନ୍ସଠୁ ବି ସେଟା ବି ସେମାନେ ଟିକେ ଜାଣିଥାନ୍ତେ, କିନ୍ତୁ ସେ ଏକ୍ସପିରିଏନ୍ସ ଆଗକୁ ଅଛି, ବହୁତ ସେସନ୍ସ ଅଛି, ଡିସ୍କସନ୍ ହେବ, ସେଥିରେ କିଛି ଅସୁବିଧା ନାହିଁ। ତାହେଲେ କେବେ ଫୁଲ୍ ଦମ୍ରେ ପୁଣି ଥରେ ବାହାରେ ପ୍ରଶାନ୍ତ ଜଗଦେବଙ୍କୁ ଦେଖିବାକୁ ମିଳିବ? ନାଇଁ, ମିଳିବ, ଖୁବ୍ କମ୍ ସମୟ ଭିତରେ ମିଳିବ।